अग्रपूज्य प्रभु श्री गणेशଙ୍କ पूजा ପାଇଁ ବାଲେଶ୍ୱର ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ସବୁଠି ଉତ୍ସବର ମାହୋଲ। ତେବେ କ୍ଲବ ଓ ସାର୍ବଜନୀନ ମଣ୍ଡପ ଅପେକ୍ଷା ଶିକ୍ଷାନୁଷ୍ଠାନମାନଙ୍କରେ ବିଦ୍ୟାଦାତାଙ୍କ ଏହି ପୂଜା ପାଳନର ଗୁରୁତ୍ୱ ଅଧିକ। ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଲମ୍ବୋଦରଙ୍କ ପୂଜା ବେଶ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଶାନ୍ତିକାନରେ ଅବସ୍ଥିତ ବାଲେଶ୍ୱର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଳିଙ୍ଗ ଟ୍ୟୁଟୋରିଆଲ ପକ୍ଷରୁ ଶ୍ରୀ ଗଣେଶଙ୍କ ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ପ୍ରାତଃକାଳରେ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଘଟୋତ୍ତୋଳନ ପାଇଁ ସ୍ଥାନୀୟ ଶାନ୍ତିକାନନ ସ୍ଥିତ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ସଂକଳ୍ପୀ ଭାବେ 4 ଜଣ ଛାତ୍ର ମୁଖ୍ୟ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ଶିକ୍ଷାନୁଷ୍ଠାନ ପରିସରକୁ ଆସିଥିଲେ। ଢୋଲ ବାଜା ସହ ଶତାଧିକ ଛାତ୍ରଛାତ୍ରୀଙ୍କ କଳସ ଶୋଭାଯାତ୍ରା ବେଶ ମନମୁଗ୍ଧକର ହୋଇଥିଲା। ପରେ କଲେଜ ପରିସରରେ ଶ୍ରୀ ଗଣେଶଙ୍କ ଉପଚାର ପୂଜା ସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। କଲେଜର ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାପାତ୍ର ମୁଖ୍ୟ ସଂକଳ୍ପୀ ଭାବେ ଏହି ପୂଜାରେ ଉପବିଷ୍ଟ ହୋଇଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର ବିଦ୍ୟାର ଭଗବାନ ଶ୍ରୀ ଗଣେଶଙ୍କ ନିକଟରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଭଗବାନଙ୍କ ଆଶୀର୍ବାଦରୁ ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳିଙ୍ଗ ଟ୍ୟୁଟୋରିଆଲର ଛାତ୍ରଛାତ୍ରୀମାନେ ବିଦ୍ୟା ଅର୍ଜନରେ ପ୍ରତ୍ୟେକ ବର୍ଷ ସଫଳତା ହାସଲ କରିଚାଲିଥିବା ବେଳେ ଚଳିତ ଶିକ୍ଷାବର୍ଷରେ ମଧ୍ୟ ଅନୁରୂପ ଧାରା ବଜାୟ ରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ପୂଜା ଶେଷରେ ଛାତ୍ରଛାତ୍ରୀମାନେ ପୁଷ୍ପାଞ୍ଜଳି ଦେଇ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀଷ ନେଇ ପ୍ରାର୍ଥନା କରିଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଦେଖନ୍ତୁ ଏଇଟା ଜାକଜକମର ଏଇଥରକ ନୁହେଁ, ଆମର ଯେଉଁ 2ଟି ଅନୁଷ୍ଠାନ ଅଛି କଳିଙ୍ଗ ଟ୍ୟୁଟୋରିଆଲ ଆଉ ଗାନ୍ଧୀ +2 ସାଇନ୍ସ କଲେଜ, ଆମର ପିଲାମାନେ ଆମ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପ୍ରତିଥର ଆରାଧ୍ୟ ଦେବତା ଗଣେଶଙ୍କର ପୂଜାକୁ ବହୁତ ଭଲରେ ପାଳନ କରନ୍ତି। କାହିଁକି ନା ବିଦ୍ୟା ଆରମ୍ଭ ହୁଏ ଆଶୀର୍ବାଦରୁ, ଆଉ ଗଜାନନଙ୍କ ଆଶୀର୍ବାଦରୁ ଆମ ଅନୁଷ୍ଠାନରେ କଳିଙ୍ଗ ଟ୍ୟୁଟୋରିଆଲ ହେଉ ଗାନ୍ଧୀ କଲେଜର ପିଲାମାନେ ବିଦ୍ୟାଯାତ୍ରା ଗଣେଶଙ୍କ ପାଖରୁ ଆଶୀର୍ବାଦ, ମା ସରସ୍ୱତୀଙ୍କ ପାଖରୁ ଆଶୀର୍ବାଦ ନେଇ ତାଙ୍କ ପାଖରେ ଏତିକି ଭିକ୍ଷା କରନ୍ତି, ଆମକୁ ବିଦ୍ୟା ଦିଅ, ବୁଦ୍ଧି ଦିଅ, ଜ୍ଞାନ ଦିଅ। ବିଦ୍ୟା ବୁଦ୍ଧି ଜ୍ଞାନରେ ତାଙ୍କୁ ସଶସ୍ତ୍ର କରିବା ପାଇଁ ଆମ ପିଲାମାନେ ସବୁବେଳେ ଆମ ଅନୁଷ୍ଠାନ ସବୁବେଳେ ଗଣେଶ ପୂଜା ବହୁତ ଭଲରେ ପାଳନ କରେ। ଗଣେଶ ହେଉଛନ୍ତି ଆରାଧ୍ୟ ଦେବତା, ଶିକ୍ଷାନୁଷ୍ଠାନର ଆରାଧ୍ୟ ଦେବତା ହେଉଛନ୍ତି ଗଣେଶ। ଆମେ ପିଲାଙ୍କୁ ସେଇ ଶିକ୍ଷା ଦେଉ, ଆଉ ପିଲାମାନେ ମଧ୍ୟ ଆରାଧ୍ୟ ଦେବତାଙ୍କୁ ସେଥିପାଇଁ ପ୍ରତିଥର ଜାକଜକମରେ ପୂଜା କରନ୍ତି। ଗଣେଶକୁ ତାଙ୍କର ମନର କାମନା ଦେଖନ୍ତୁ, ମାଗିବା ପାଇବା ଜଗନ୍ନାଥ ମାନେ ଠାକୁରଙ୍କ ଉପରେ କଥା। ସିଏ କ'ଣ ଦେବେ କ'ଣ ନାହିଁ କର୍ମର ଫଳ ଆମକୁ ମିଳେ, କିନ୍ତୁ ଯେତେ କର୍ମ କଲେ ବି ଭଗବାନଙ୍କ ଆଶୀର୍ବାଦ ବିନା କିଛି ନଥାଏ। ଆଉ ପ୍ରତିବର୍ଷ ଆମ ପ୍ରତି ଆଶୀର୍ବାଦ ଢାଳିକି ରହିଥାଏ, ଯାହାକି ବାଲେଶ୍ୱରବାସୀ ସବୁବେଳେ ଦେଖି ଆସିଛନ୍ତି। ଓଡ଼ିଶା ଦେଖେ, ବାଲେଶ୍ୱରରୁ ଏବେ ଓଡ଼ିଶା ଦେଖିଲେଣି। ସବୁବେଳେ ଗଣେଶଙ୍କର ଆଶୀର୍ବାଦ, ଗଜାନନଙ୍କ ଆଶୀର୍ବାଦ ଆମ ଉପରେ ବିଘ୍ନ ଆସିବ, ସବୁ ବିଘ୍ନକୁ ଦୂର କରିକି ସବୁବେଳେ ସେ ଆମକୁ ଆଶୀର୍ବାଦ ଦିଅନ୍ତି।